ଆଜି ସକାଳୁ ସକାଳୁ ଶାଶୁମା କହିଲେ ପିଠା ବନେଇବା ପାଇଁ। ସକାଳୁ ଏତେ ଥଣ୍ଡାରେ ପିଠା ବନେଇବାକୁ ମୋର ଆଦୌ ଇଚ୍ଛା ନଥିଲା। ତେଣୁ ମୁଁ କ'ଣ କଲି, ଘରେ ତ ରାଇସ୍ ଫ୍ଲୋର୍ ଥିଲା। ମୁଁ ଗୋଟିଏ କପ୍ ରାଇସ୍ ଫ୍ଲୋର୍ର ଜନ୍ତୁଣି ବନେଇ ନେଲି। ହାତରେ ପାଣି ଲଗେଇ ଚାଉଳର ଜନ୍ତୁଣିକୁ ଭଲ ଭାବରେ ସଫ୍ଟ କରିନେଲି। ଆଉ ଛୋଟ ଛୋଟ ଗୁଳା ପ୍ରସ୍ତୁତ କରିନେଲି। ଅଧା ଲିଟର କ୍ଷୀରକୁ ଭଲ ଭାବରେ ଗରମ କରିନେଲି। ଅଧା ଲିଟର କ୍ଷୀର ଭଲ ଭାବରେ ଗରମ ହେଇଯିବା ପରେ ଏଥିରେ ଚିନି, ଅଦା ଛେଞ୍ଚା ଆଉ ତେଜପତ୍ର ଦେଇ ଭଲ ଭାବରେ ମିଶେଇ ନେଲି। ଅଳ୍ପ ଟିକିଏ କ୍ଷୀରରେ 2 ଚାମଚ ଚାଉଳ ଗୁଣ୍ଡକୁ ଭଲ ଭାବରେ ମିଶେଇ ନେଲି। ଏହି ଚାଉଳକୁ କ୍ଷୀରର ମିକ୍ସଚରକୁ କ୍ଷୀରରେ ଦେଇଦେଲି ଆଉ ଭଲ ଭାବରେ ମିଶେଇ ନେଲି। ତାପରେ ଏଥିରେ ନଡ଼ିଆ କୋରା ଆଉ ଚାଉଳରେ ବନେଇ ରଖିଥିବା ଗୁଳି ଗୁଡ଼ିକ ଦେଇଦେଲି ଆଉ ଭଲ ଭାବରେ ମିଶେଇ ନେଲି। ତାପରେ ଏହି ପିଠାକୁ 10 ମିନିଟ୍ ଫୁଟେଇ ନେଲି। ଆପଣଙ୍କୁ ଯଦି ଘିଅ ପସନ୍ଦ ଅଛି ତେବେ ଏଥିରେ 1 ଚାମଚ ଘିଅ ମିଶାନ୍ତୁ, ନହେଲେ ସ୍କିପ୍ ମଧ୍ୟ କରିପାରିବେ। ତାପରେ ଏହାକୁ ମୁଁ ଆଉ 2 ମିନିଟ୍ ଫୁଟେଇ ନେଲି। ପିଠାଟି ଗାଢ଼ା ହୋଇ ଆସିବା ପରେ ଏବେ ଗ୍ୟାସର ଫ୍ଲେମ୍କୁ ବନ୍ଦ କରିଦେଲି। ଏବେ ପ୍ରସ୍ତୁତ ହୋଇଗଲା ଆମର କ୍ଷୀର ଗେଣ୍ଡୁଳି ପିଠା। ଏହି ପିଠାଟିକୁ ମୋ ଶାଶୁ ଖାଇ ଭାରି ଖୁସି ହେଲେ।